আমার ଚାର୍ଲି ମା ହେଇଗଲା ନା ମାମା ଶୋଇପଡ। ଆଉ ତୋদের ନଜର ଲାଗିବନି, ତୋদের ଗୋଟେ କଳା ଦାଗ ଲାଗିଯାଇଛି। ଏବେ ଶୋଇପଡ ଶୋଇପଡ। ସାଙ୍ଗମାନେ କହିଲେ କେତେଟା ଛୁଆ ହେଇଛନ୍ତି, କୁନି କୁନି ଛୁଆ ହେଇଛନ୍ତି। ଏତେ କଷ୍ଟରେ ବନା ହେଇଛି ସାଙ୍ଗମାନେ ଦେଖନ୍ତୁ। ଏଇଟା ରାତିରେ ପୁଣି ଲାଇନ ନଥିଲା, ଅନ୍ଧାରେ ଆକୁ ବନା ହେଇଛି। ଏପଟେ ଚାର୍ଲି ଜନ୍ମ କଲା, ଚାର୍ଲି ଏପଟକୁ ଏକା ସିଫ୍ଟ ହେଇଗଲାଣି। ଏ ଘର ପୁରା ତା ପାଇଁ କରାହେଇଛି। ଏ ଘର ସବୁ ପୁରା ବାଉଣ୍ଡ୍ରି ବୁଲି ଯାଇଛି। ଛୁଆ ଏପଟ ସେପଟ କେହି ହେଇପାରିବେନି ଟୋଟାଲି ଏପଟ। ଆଗ ତ ଦେଖନ୍ତୁ ମୋ ବୁଲେଟଟା, ମୁଁ କହିଥିଲି ମୋ ବୁଲେଟଟା ସଜଡ଼ା ହବ ବୋଲି ଦିଆଯାଇଥିଲା। ତାର ଆକ୍ଚୁଆଲି ସେ ଯୋଉ ମଝିଟା କଣା ନା ବି ମୋର ମନେ ନାହିଁ, ଏଇ ଗୋଟାକ ଜାମ୍ ହେଇଯାଇଥିଲା ତେଲ ସକାଶେ। ଏଇଟା ପୁରା ନୂଆ ପଡିଥିଲା, ଏଇଟା 7,500 ଟଙ୍କା ପଡିଥିଲା ନୂଆଟା। ଏଇଟା ପକେଇଲା ପରେ ଏଇଟା ତେଲ ପଡିକି ସେ ଯୋଉ ଇଏ ତେଲ ପଡିକି ଜାମ୍ ହେଇଯାଇଥିଲା। ମୁଁ ତାକୁ ଦୋକାନରେ ନେଇକି, ସେଟା ଖରାପ ହେଇଥିଲା। ମୁଁ ତାକୁ ଖରାପ ମାନେ ମଇଳା ଜାମ୍ ହେଇଥିଲା। ମୁଁ ତାକୁ ଦୋକାନରେ ନେଇ ସଫାସଫି କଲି। କଲା ପରେ ଷ୍ଟାର୍ଟ ମାରିଲା ବେଳକୁ ତାର ପୁଣି ଗୋଟେ ଡ୍ୟାମେଜ, ବ୍ୟାଟେରୀ ମାନେ ବ୍ୟାଟେରୀ ଡେଡ୍ ହେଇଯାଇଛି। ଚାର୍ଜ ବସେଇଲି, ସେ କହିଲେ ବ୍ୟାଟେରୀ ଡେଡ୍। ବ୍ୟାଟେରୀ ଆର ଯଦି ଚାର୍ଜ ନଥିବ ବୁଲେଟ ଷ୍ଟାର୍ଟ ହବନି। ସେ ବୁଲେଟ ପୁଣି ସିଏ କହିବା କଥା ଯୋଉରା ଆମର ଏଡ ବଡ ବ୍ୟାଟେରୀ, ଆଦେହରେ ଯେଡ ବଡ ବ୍ୟାଟେରୀ ପଡିଥିଲା, ଗୋଟେ ବଡ ବ୍ୟାଟେରୀ ମ୍ୟାକ୍ସିମମ୍ 8 କିଲୋ ଖଣ୍ଡେ କି ହବ ତା ୱେଟ୍ ବ୍ୟାଟେରୀର। ସିଏ କହିବା କଥା ସେ 1000cc ବାଇକ୍ ବାଲାଙ୍କର ସେଇ ଏମିତିଆ ବ୍ୟାଟେରୀ ପଡେ। ଇଏ ଆଗରୁ ଯୋଉ ବୁଲେଟ ଆସୁଥିଲା ତା ଦେହରେ ଏଇ ମାନେ ଓଲ୍ଡ ମଡେଲରେ ଏଇ ଗୁରାକ ସବୁ ବ୍ୟାଟେରୀ ଆଗରୁ ଥିଲା, ବଡ ବଡ ବ୍ୟାଟେରୀ ଥିଲା। ତାର ଯୋଉ ହର୍ନ ସକାଶେ ବ୍ୟାଟେରୀ ଥିଲା, କିନ୍ତୁ ସେ ଡେଡ୍ ହେଇଯାଇଛି। ବ୍ୟାଟେରୀ ଆଣିଲେ ପକେଇବି ତାପରକୁ। ସିଏ ତ ନାହିଁ ସାଙ୍ଗମାନେ, ବହୁତ କଷ୍ଟ ଗୋଟେ ଜିନିଷ କରିଥିଲେ ଆପଣ ମାନଙ୍କୁ ଦେଖଉଛି। ଆଉ ଏ ଗାଡିଟା ମୋର ଧୁଆ ଦେଇ ସଫା ହେଇଛି ହେଲା। ଏଇଠି ଗୋଟେ ବହୁତ କଷ୍ଟରେ ଗୋଟେ ଘର କରିଥିଲି ଦେଖିଥିବେ, ମାନେ ଖରା ଦିନେ ଗାଡି ଏଥିରେ ପୁରୁଥିଲି, ଯଦି ଗଛ ଫଛ ଭାଙ୍ଗିଲେ ତା ଉପରେ ପଡିବନି ବୋଲି, କି ବର୍ଷା ପାଣି ବାଜିବନି ବୋଲି। ମାନେ ଏମିତି ପରିସ୍ଥିତି ହେଲା, ନୂଆ ମାଟି ପଡିଥିଲା, ଗାଡି ପଶିଲା ଦବିଗଲା। ଦବିଗଲା ବୋଲି ପୁରା 2 ହାତ ଲେଖା ଗାଡି ଗଡିଲାନି। ତାକୁ ଆଜି ଭାଙ୍ଗିଲି। ମୁଁ କହିଲି କାହିଁ ବେକାର ସେଠି ଅସନା ମସନା ହବ, ତାକୁ ଭାଙ୍ଗିଲି। ପତ୍ର ଗୁରା କାଢିନି, ଏରା ସବୁ ଭାଙ୍ଗିକି ଏଠି ପକେଇଛି। ଦାଣ୍ଡ ଭେଡଟା କରିଦେବି ହେଲା, ଭେଡଟା କରିଦେବି। ଏଇଟାକୁ ସଫା କରିଦେଇଛି ସାଙ୍ଗମାନେ। ସବୁଠୁ ବଡ କଥା, ଚାର୍ଲି ଆଜି ଜନ୍ମ କରିବ। ତାର ଭିଡିଓ ଆପଣ ମାନଙ୍କୁ ଦେଖେଇବି। ଚାର୍ଲି ଆଜି ଜନ୍ମ କରିବ, ପେନ୍ ପାଇଲାଣି, କଷ୍ଟ ହଉଛି, ଘର ଭିତରେ ରମ୍ପାରମ୍ପି କରୁଛି। ଆମ ଝିଅ ମାନେ ସେଠି ଶୋଇଛନ୍ତି ଦେଖନ୍ତୁ। କୋକୋ ଶୋଇଛି, ଆଉ ଟାଇଗର ଶୋଇଛି। ଲକି ଲକି ଭୁକିବ, ଲକି ଗାଇଲା, ଲକି ଆସିଗଲା। ଏ ଲକି, ଇଏ ଲକି ଆମର। କୋକୋ ସେଠି ଅନେଇଛି, ଟାଇଗର ଅନେଇଛି। ଆମ ଗାଈ କାଳି ଏଇଠି ଶୋଇଛି, ଶୋଇଥିଲା ଉଠିଗଲାଣି କେତେବେଳେ। ଆଉ ତାକୁ ଟିକେ ନଡା ପକେଇଦବା ସାଙ୍ଗମାନେ। ଆଜି ଆମର ଚାର୍ଲି ଜନ୍ମ କରିବ। ଆପଣମାନେ ଚାଲନ୍ତୁ ଦେଖିବା। ଆଉ ଜନ୍ମ କରିବାର ଭିଡିଓ ମୁଁ ଯେତିକି ପାରିବି ଦେଖେଇବି, କାରଣ ମେଘ ଘଡଘଡି ପ୍ରବଳ ଜୋରେ ଆଇଲାଣି। ଠାକୁରଙ୍କୁ ଡାକୁଛି ଲାଇନ୍ ଫିନ୍ ନ ଯାଉ, ଦେଖାଯାଉ। ଆପଣମାନେ ଚାଲନ୍ତୁ ଏନ୍ଜୟ କରିବା ଭିଡିଓ। ଜୟ ଜଗନ୍ନାଥ। ଗୋଟେ ଛୁଆ ଦେଲା ସାଙ୍ଗମାନେ, ମେଲଟେ, ମାନେ 10:35 ରାତିରେ। ସବୁ ଅନ୍ଧାର ସାଙ୍ଗମାନେ। ମୁଁ ଖାଲି ଦେହରେ ଅଛି, ମୋ ଝାଳ ଯୋଉ ରେଟରେ ବହୁଛି, ମୁଁ ପୁରା ନାକେଦମ ହେଇଗଲାଣି। ହଁ, ସବୁ କାମ କରିବାକୁ ପଡୁଛି। ସାଡେ ଗାଈ ଫାଇ କାମ ସାରିକି ଆଇସ, ୱାଟର ପ୍ରୁଫ୍ କଲାର 10 ମିନିଟ୍ ହେଇନି ସାଙ୍ଗମାନେ, ଗୋଟେ ଛୁଆ ପକେଇଲା। ଚାର୍ଲି ଗୋଟେ ଛୁଆ ଦେଇଛି ଆମ ଘରକୁ, ନୂଆ ମେମ୍ବର ଆସିଗଲେ। ଗୋଟେ ଛୁଆ ପକେଇଲା। ମୁଁ ସାଙ୍ଗମାନେ ଖରାପ ଭାବିବେନି, ମୁଁ ଖାଲି ଦେହ, କାହିଁକି ନା ମୁଁ ପୁରା ଝାଳ ପୁରା କାମ ମାନେ ଓଦା ହେଇଗଲାଣି, ପୁରା 2ଟା ଗଞ୍ଜି ଓଦା ହେଇଗଲାଣି। ତାର ମାନେ ପୋଛା ପୋଛି ସେପଟୁ କରିକି ଆସିକି ଘର ଭିତରେ ଆଇଲି ଆଡକୁ। ଆଉ ଗୋଟେ ଛୁଆ ଏଇଠି ସାଙ୍ଗମାନେ ଦେଇଛି ଦେଖନ୍ତୁ। ଗୋଟେ ଛୁଆ ଷ୍ଟାର୍ଟ ହେଲା 10:35ରେ। ଚାର୍ଲି ଟିକେ ଥକି ଯାଇଛି, ଚଳିବ। ବ୍ଲଡ ଫ୍ଲଡ ଆସୁଛି, କିଛି ନାହିଁ। ସାଙ୍ଗମାନେ ଗୋଟେ କଥା ମାର୍କ ରଖିବେ, ଛୁଆ ଯେତେବେଳେ ଜନ୍ମ କରିସାରିବ ତା ମା ପାଖେ ଛାଡିବେ। ତାକୁ ପୋଛାପୋଛି କରି ତାକୁ କଟାକଟି କରିବ, ତା ଛୁଆର ନାହି ଫାହି କଟାକଟି କରିବ ବ୍ଲେଡରେ। ତାପରେ ଯାଇ ମା ପାଖେ ଛାଡିବ। ମା ତାକୁ ଯେତେ ମାତ୍ରାରେ ଚାଟିବା ଦରକାର। ଚାର୍ଲି ର, ଚାର୍ଲି କଣ କରୁଛୁ ତୁ? ତା କ୍ଷୀର ପିଇବାକୁ ଦେ। ଚାର୍ଲି ର ଟିକେ, ସେ ଟିକେ ପିଇ ଦଉ, କାରଣ ୟାକୁ ଆଗ ପିଇବା ଦରକାର। କାହିଁକି ନା ଆଉ ଗୋଟେ ଛୁଆ ଆସିବା ପୂର୍ବରୁ ଇଏ ଆଗ ପିଇବା ଦରକାର। କୁଆଡେ ବି ଇଏ ପିଉନୁ। ଏଇ ଗୋଟାକ ବେଶୀ କଷ୍ଟ। ରାତି ଅନିଦ୍ରା ଆଜି ପୁରା ହେଇକି, ଏଇକା ଯାହାହେଲେ ବି ଏଇକା 7 ଦିନ ଖଣ୍ଡେ ରାତି ଅନିଦ୍ରା ହବାକୁ ପଡିବ। କାରଣ ଆଗ ସେ ପିଇବାକୁ ଦରକାର। ପିଉଛି ଯେ, ମୁଁ ପିଆଇ ଦେଇଥିଲି। ଏଇକା ହାତରୁ ଖସୁଛି, 2 ହାତରେ ଧରିକି ପିଇବାକୁ ପଡିବ। ମା ଯେତେ ମାତ୍ରାରେ ଚାଟିବା ଦରକାର ହେଲା ସାଙ୍ଗମାନେ। ଆଉ ଛୁଆ ସେତେ ସୁସ୍ଥ ହବ, ହୁଷ୍ଟ ସୁସ୍ଥ ହବ ହେଲା। ଅନଉ 3ଟା ଛୁଆ ହେଇଗଲେଣି। ଆଉ ଦେବେ, ମୁଁ ଏଠି ଲାଇଟ୍ ଫାଇଟ୍ ଏମିତି ବାନ୍ଧି ସିଷ୍ଟମ କରି ବାନ୍ଧିବାକୁ ବାଧ୍ୟ, କାହିଁକି ନା ଫ୍ୟାନ୍ ଟା ବନ୍ଦ କରିଦେଇଛି। ଆଉ ଏ ଲାଇଟ୍ ଟା ବି ବନ୍ଦ କରିଛି। ଖାଲି 112 ଭୋଲ୍ଟ ଜଳିବ। ତା ପାଖେ ପାଣି ବି ଥୋଇ ଦେଇଛି। ଏ ପେଟିଟା ଖାଲି ପଡିଛି ସାଙ୍ଗମାନେ, କାହିଁ ଜାଣିଛନ୍ତି? ମାନେ ଯେତିକି ବ୍ଲଡ ଫ୍ଲଡ ହବ, ଏ ପେଟି ଫୋପଡା ହବ। ନୂଆ ପେଟି ଏପଟେ ସାନି ପଡିବ, କାଲି କି ଗରା ପଡିବ। ଏଗୁରା ସବୁ ପେଟି କାଲି ପଡିଯିବ। ତା ପାଣି ସେପଟେ ରଖିଦେଇଛି, ଏପଟେ ରଖିଦେଇଛି। ଆଉ ଯଦି ଯୋଉ ଭାଇ ମାନେ ଯେତେବେଳେ ଡେଲିଭରି କରୁଛନ୍ତି ହେଲା, ଯେତେବେଳେ ଛୁଆ ବାହାରିଲା, ଯେତେବେଳେ ଦେଖନ୍ତୁ ମୋର ଏଠି ବ୍ଲେଡ ଅଛି ପ୍ଲସ ସୂତା ରଖିଛି ବି।
ଯେତେବେଳେ ଆପଣ ଡେଲିଭରି କରୁଛନ୍ତି କପଡ଼ା ଫପଡ଼ା ପାଇଲେନି କାଗଜ ଏମିତି ପେପର ନେଇ ଆସିବେ, ପେପରରେ ଛୁଆକୁ ଭଲକିରି ପୋଛିଦେବେ, ଆଉ ଯେତିକି ତାର ନାଡ଼ି ଫାଡ଼ି ଗୋଟେ ଡବାରେ ରଖିଦେବେ, ଲାଷ୍ଟକୁ ଫୋପାଡ଼ିବେ। ମାଆକୁ ଜମା ଖାଇବାକୁ ଦେବେନି। ଯଦି ଲାବ୍ରାଡୋର ହେଇଥିବ ଚଳିଯିବ, କାହିଁକିନା ସେ ଖାଇଲା ପରେ ଖାଆନ୍ତିନି, କୁକୁର 4-5 ଦିନ ଖାଇବେନି, ଜର୍ମାନ ସବୁ ଟୋଟାଲି ଛୁଇଁବେନି। ଯଦି ସେଗୁରା ତା ଭିତରେ ଯେତିକି ମାଉଁସ ଗୁରା ଯୋଉ ବେଲୁନ ଟାଇପର ଯୋଉଗୁରା ବାହାରିବେନି, ଲାବ୍ରାଡୋର ହେଲେ ଖାଇବେ, କିନ୍ତୁ ଆପଣ ଜଗିବେ, ସେଟା ଦେହ ପାଇଁ ଭଲ ନୁହଁ। ଯେତିକି ଅସନା ଜିନିଷଟା ବାହାର କରିଦେବେ, ବାହାର କରି ଗୋଟେ ଡବାରେ ସାନି ଡବାରେ ରଖିଦେବେ ହେଲା। ଚାଲି ଆମର ମାମା ହେଇଗଲା, ଚାଲି ଆଜି ମାମା ହେଇଗଲା ପୁଣି। କ୍ଷୀର ହଉଛି ହଁ ସାଙ୍ଗମାନେ, ଯେତେବେଳେ 2-3ଟା ଛୁଆ ଦେଇଥିବ ସେତେବେଳେ ତାକୁ ନଖ ଉଷୁମା କ୍ଷୀର ଟିକେ ଦେଇଦେବେ। କାହିଁକି ନା କ୍ଷୀର ରହିବ କେତେ ଭାଗ ଜାଣିଛନ୍ତି ସାଙ୍ଗମାନେ? କ୍ଷୀର ରହିବ ଯଦି 20 ଭାଗ, ପାଣି ରହିବ 50 ଭାଗ। 70% ରୁ 50% ରହିବ ପାଣି, କି 40% ରହିବ ପାଣି। ଏନର୍ଜି ତାର ପଳେଇବ ନା, ହାଲିଆ ହେଇଥିବ କୁକୁର। ଦେଇଦେଲେ ଗରମ ଗରମ ଦେଲେ, ଆଉ ଯାହା ଛୁଆ ଥିବ ତାକୁ ପେଲିଦବ, ବାହାରି ଆସିବେ ଛୁଆ। କୋକ ତାକୁ ଦେଖୁଛି ବସିକି, କୋକ କାନ ଟିକେ ଟିକେ ଭଲ ହେଇ ଆସିଲାଣି। ଆଉ ଚୁଇଁକି ଖାଇବାକୁ ଦିଆଯାଇଛି, ଚୁଇଁ କିନ୍ତୁ ମହା ଗାଲୁଆ। ସେ ଜନ୍ମ କରିଛି ଜାଣିଦେଇ ସାଡେ ଯିବ ବୋଲି ତାକୁ ବାନ୍ଧି ଦେଇଛି ବୋଲି ପେଡିକିରି ଖାଉନି ଥୁଆଇସର। ଏମାନେ ସବୁ ଖାଇକି ଏଠି ମାଦାଳ ଭଳିଆ ପଡିଛନ୍ତି। ଇଏ ଲକି ତାର ଶୋଇଛି, କୋକ ତାର ବଇଛି ଅନେକ। ସାଙ୍ଗମାନେ ଏମିତି ନଖ ଉଷୁମା କ୍ଷୀର ଦେବେ, ମାନେ ପାଣିଚିଆ କ୍ଷୀର। କ୍ଷୀରଟା ନିହାତି ଦରକାର ତାର ହେଲା। ଯେମିତି ଜନ୍ମ କଲା ବେଳେ କ୍ଷୀର ଟିକେ ରଖିଦେଇଥିବେ, ଯାହା କରିକି କ୍ଷୀରଟାକୁ ଟିକେ ଦରକାର, ଟିକେ ନଖ ଉଷୁମା ଖାଦ୍ୟ ଟିକେ ଦରକାର, କ୍ଷୀର ଟିକେ ଦରକାର। ସେ କ୍ଷୀର ପିଇ ସାରିଲା ପରେ କିଛି ବେଶୀ ଖାଇବାକୁ ଦେବେନି। ସେ ଜନ୍ମ କରିସାରିଲା ପରେ ଉଠିଲେ ଯାଇକି ସବୁ କରିସାରିଲା ପରେ ତା ଲାଟ୍ରିନ୍ ପରିସ୍ରା ସବୁ କରିସାରିବେ, ତାପରେ ଯାଇ ତାକୁ ଖାଇବାକୁ ଦେବେ, ସବୁ ଖାଇବ, କିଛି ଅସୁବିଧା ନାହିଁ। ଓକେ। ରାତି ଅଧେ ଦେଖ ସାଙ୍ଗମାନେ, ମୁଁ ବୁଲିବି ସିଏ ବୁଲିବ। ଦେଖ ମୁଁ ବୁଲିବି ସିଏ ବୁଲିବ। କୁଆଡେ ଗଲା ସେ? ଏପଟେ ଅଛି, ଏପଟେ ଏଇପଟେ। ବାଜିଲାଣି 2:30 ହେଇଗଲାଣି ରାତି। ମତେ ନିଦ ଯେ ଆଖି କଣ ହେଇଯାଉଛି, ମୁଣ୍ଡ ବିନ୍ଧିଲାଣି, ଭାରି କଷ୍ଟ ରାତି ଅନିଦ୍ରା। କଣ କରିବା ସାଙ୍ଗମାନେ, ଛୁଆ ଏଇଠା ଅଛନ୍ତି 4ଟା ଛୁଆ ଦେଇଛି ମତେ ନିଦ। କୁକୁର ଆମ ଝିଅ ମାନେ ଭାବି ସାରିଲେଣି କୋକ ଆଉ ଚୁଇଁ ଚୁଇଁ ଛୁଆ କାଇଁ, ଛୁଆ କାଇଁ, ଛୁଆ ସେଠି। କୋକ ଯାଇ ତାକୁ ଭଡାଇ ଅନେଇକି ଆଉଛି, ଚାଲିବନି ଚୁଇଁ ଚୁଇଁ ଛୁଆ କାଇଁ। ଇଏ ପୁରା ଜାଣି ସାରିଲାଣି ସେ ଘରେ କୁନି କୁନି ଛୁଆ ହେଲା। ସାଙ୍ଗମାନେ ସିଏ ମତେ ଖାଲି ଅନେଇ ଚାଲିଛି, ମୁଁ କୁଆଡେ ଯାଉଛି କଣ କରୁଛି, ତାକୁ ପୁରା ମାର କରୁଛି। ମୋ ମୁଣ୍ଡ ବିନ୍ଧିଲାଣି ପୁରା ଫାଳେନି। ଚାଲିରେ ତୋର ପଡେନି, ଚାଲି ତତେ ଖାଇଦବ। କଣ ହେଲା? ଇଏ ଜାଣି ସାରିଲାଣି ଯେ ଛୁଆ ଦେଇଛି। କୋକ ଲକି ଚୁଇଁ ଟାଇଗର ସବୁ ଜାଣି ସାରିଲାଣି, କିନ୍ତୁ ଆଟାକ୍ ବେଶୀ ହଉଛନ୍ତି, ମାନେ ଛୁଆ ପ୍ରତି ବେଶୀ ଭଲ ପାଇବା ଦଉଛନ୍ତି ଚୁଇଁର, କୋକର, ଲକିର। ଯେମିତି ଇଚ୍ଛା ହଉଛନ୍ତି ସେଠିକି ଯାଇ ବୁଲି ଦେଇ ପଳେଇ ଆସିବ। ଏବେ ଯିଏ ବି ସେଠିକି ଯିବେ ଚାଲି ଆଟାକ୍ କରିବ ସାଙ୍ଗେ ସାଙ୍ଗେ। ଚାଲି ମତେ ଦାନ୍ତ ଲଗେଇ ଦଉଛି, ଖଟ ତଳେ ପଶିଥିଲା କାଲି, ମୁଁ ହାତ ମାରୁଛି ମତେ ଦାନ୍ତ ଲଗେଇ ଦଉଛି। ଆକ୍ଚୁଆଲି ଆ ଉପରେ ପେଡିଗ୍ରୀ ରହିଛି, ମୁଁ ତାକୁ କୋଉଠି ଥୋଇବି? ଇଏ ମାନେ ଚାଲିର ବତୁରା ହେଇଯାଇଛି, କାଲି ଖାଇବ। ଇଏ ମାନେ ଖାଇଦେବେ। ଏଇ ସେ କଣ ହଉଛି? ସେଥିପାଇଁ ଆକୁ ନେଇକି ଆକ୍ୱାରିୟମ ଉପରେ ଥୋଇଥିଲି। ଚାଲି ଏ ଚାଲି ଦେଖ ସାଙ୍ଗମାନେ, ଆକୁ ଦେଖ, କୋକକୁ ନିଦ ନାହିଁ। ଚୁଇଁର କୁକୁର ବସି ମତେ, ମୋର ତ 2:30 ରାତି ହେଇଗଲାଣି, ଚୁଇଁର କୁକୁର ଜଗି ହୋଇଛନ୍ତି କେମିତି ଗୋଟେ ଗୋଟେ ଛୁଆ ଦବ, ଆମେ ଟିକେ ଯାଇ ଦେଖିଦେଇକି ପଳେଇ ଆସିବୁ। ସେ ଯାଇକି ଟିକେ ମୁହଁ ମାରିଦେଇକି ପଳେଇ ଆସୁଛନ୍ତି। ତାଙ୍କୁ ନିଦ ଜମା ନାହିଁ। ଯିବ ଚାର୍ଲି। ଫାଇନାଲି ଗୋଟେ ବ୍ଲାକ୍ କଲର ଛୁଆ ପଇଲା, ବୋବାଲ ଛୁଆଟା, ମାନେ ତାକୁ ମୁଁ କାଟିଲାରୁ ନାହିଁ, ମାନେ ନାକେ ଦମ ହେଇଗଲାଣି, ସେ ଜମା କଟେଇ ଦଉନାହିଁ। ସେ ଏତିକି ଚଙ୍ଗ ଚଙ୍ଗ ମସ୍ତ ଲାଗୁଛି ଦେଖିବା। ଦେଖାନ୍ତୁ ଏଇ ତାକୁ କଣ କରୁଛୁ? ଛାଡେ, ଯାଇ ଗଡେଇଲାଣି ତାକୁ, ସେ ପେଟି ଫେଟି ସବୁ ଅସନା କରିସାରିଲାଣି। ତା ଛାଡେ, ସେ ଟିକେ କ୍ଷୀର ପିଇ ଦଉ ଧନ, ଟିକେ ଛାଡିଦେ, ଛାଡିଦେ ତାକୁ ଟିକେ। ଦେଖିଲେ ସାଙ୍ଗମାନେ କେଇଟା ଛୁଆ ହେଇଛନ୍ତି, ଏଇଟା ଆପଣ ମାନେ କମେଣ୍ଟ ଦ୍ଵାରା ଯେମିତି ହେଲେ ଜଣେଇବେ ହେଲା। ଏଇଟା ଫାଇନାଲି କେଇଟା ଛୁଆ ହେଲେଣି, ମୁଣ୍ଡ କଣ ହେଇଗଲାଣି ମୋର। ଆଉ ଦେଖନ୍ତୁ ସାଙ୍ଗମାନେ, ମହୁ ବି ଏଠି ରଖିଦେଇଛି ହେଲା। ମହୁ ଗୋଟେ ଡବାରେ କାଢିକି ରଖିଦେଇଛି। ଛୁଆ ଜନ୍ମ କରିବେ ମାନେ
ସାଙ୍ଗେ ସାଙ୍ଗେ ତା ପାଟିରେ ଦେଇଦେବି। ପାଟିରେ ଦେଇଦେବା ଦ୍ୱାରା ମାନେ ପାଟିରେ ଦେଇଦେଲେ ଭଲ। ଜନ୍ମ କରନ୍ତି ମୋ ଝିଅ ମାନେ ସବୁ ଯାକ ଦିନରେ ଜନ୍ମ କରନ୍ତିନି, ସମସ୍ତେ ରାତିରେ ଜନ୍ମ କରନ୍ତି। ଗୋଟାଏ ଜନ୍ମ କରିଥିଲା କୋକ ଦିନ ବେଳା ଥରେ ଜନ୍ମ କରିଛି, ନହେଲେ ଆଉ ସମସ୍ତେ ରାତିରେ ରାତି ଅନିଦ୍ରା କରିବାଟା ମତେ ସୁନିଶ୍ଚିତ। ଗୁରୁବାର ଦିନ ରାତିରେ ହିଁ ଜନ୍ମ କଲା। ଆରଥରକ ଚୁଇଁ ଗୁରୁବାର ଜନ୍ମ କରିଥିଲା, ଏଥରକ ଚାଲି ବି ଗୁରୁବାର ଜନ୍ମ କରିଥିଲା। ମୋ ଝିଅ ମାନେ ମୋ ପାଇଁ ଲକ୍ଷ୍ମୀବନ୍ତ। ଫାଇନାଲି ବ୍ଲାକ୍ କଲର ଟା ପଇଲା, ବହୁତ ଖୁସି ଲାଗିଲା ଦେଖିକି। ବ୍ଲାକ୍ କଲର ଟା ଦେଖିବାକୁ ଭଲ ଲାଗେନି? ସାଙ୍ଗମାନେ ଫାଇନାଲି ଚାଲିର କେତେଟା ଛୁଆ ହେଇଛି ଏଇଟା ଆପଣ ମାନେ କହିବେ ହେଲା। ଆଉ କେତେ କ୍ୟୁଟ୍ କ୍ୟୁଟ୍ ଛୁଆ ହେଇଛି ଆପଣ ମାନେ ଦେଖିଥିବେ। ଚାଲିର ଫାର୍ଷ୍ଟ ଥର ଜନ୍ମ କରିଥିଲା, ଏଇଟା ସେକେଣ୍ଡ ଥର ହେଲା। ଏଇଟା ମାନେ ଚାଲିକି 1.5 ବର୍ଷ ହେଲା, 1.5 ବର୍ଷ ମାନେ 1.5 ବର୍ଷର କୁକୁର ହେଇଛି ଚାଲି ହେଲା। 1.5 ବର୍ଷ ପ୍ଲସ୍, ବେଶୀ ନୁହଁ, 1.5 ବର୍ଷ ମାସେ 2 ମାସ ଅଧିକା ହେଇଥିବ। କୁକୁର ଦେଖ ଜନ୍ମ କରିଛି, ଆମ ଚାଲି ଜନ୍ମ କରିଛି। ଆଉ ତା ପାଇଁ 100 ପାୱାର ବଲ୍ଟା ଲଗେଇଛି କାହିଁକି ନା ଯେତେବେଳେ କୁକୁର ଆପଣଙ୍କର ଡେଲିଭରି କରୁଛନ୍ତି ଗୋଟେ 100 ପାୱାର ବଲ୍, ନା କି ଧଳା ବଲ୍ ମୋ ପାଖରେ ଏଠି ଅଛି ସବୁଆଡେ ଧଳା ବଲ୍, ମୁଁ ଚାହିଁଥିଲେ ଧଳା ବଲ୍ ଲଗେଇ ଦେଇଥାନ୍ତି। ନା, 100 ପାୱାର ବଲ୍ ଲଗେଇବେ। ଛୁଆଟା ଯେତେବେଳେ ଜନ୍ମ ହେଇଥିବେ, ଚାଲି ଗରମ ହେଉଛି କେଡ଼େ ଜୋର ଦେଖନ୍ତୁ, ତାକୁ ଗରମ ହବ, କିନ୍ତୁ ଛୁଆଙ୍କୁ 100 ପାୱାର ବଲ୍ ନିହାତି ଦରକାର। ମୋ ଦିନ ସାରା ଖରାବେଳେ ଫ୍ୟାନ୍ ଲାଗିବ, ଆଉ ରାତି ମାତ୍ରା ବନ୍ଦ ହେଇଯିବ। ଏ ଟାଇମରେ ବନ୍ଦ ରହିବ ପୁରା। ଏବେ ବନ୍ଦ ଅଛି। ଠିକ ସକାଳ 11ଟା 11:30ରେ ଫ୍ୟାନ୍ ଲାଗିବ। ଆଉ ଠିକ ଅଧଘଣ୍ଟାଏ ଘଣ୍ଟାକୁ ଛାଡ଼ିକି ଚାଲିକି ବାହାରକୁ ଆଣିବେ। ମୁଁ ମାନେ ବାହାରକୁ ନେଇଯିବି, ତାକୁ ପାଣି ପିଆଇକି ପୁଣି ଭିତରୁ ନେବି, କାହିଁକି ନା ତାକୁ ଶୋଷ ହବ ପ୍ରବଳ ଜୋରେ ହେଲା। ଆଉ ସେଠି ପାଣି ରଖିବେନି, ହୁଏତ ଯଦି ଆମ୍ପୁଡ଼ା କରିଲା ବେଳକୁ ପାଣି ଢାଳି ହେଇଗଲା ଛୁଆ ଉପରେ ସବୁ ପଡ଼ିଯିବ। ଆଉ କେଇଟା ଛୁଆ ହେଇଛନ୍ତି ଆପଣ ମାନେ କମେଣ୍ଟ ମାଧ୍ୟମରେ ଯେମିତି ହେଲେ ଜଣେଇବେ। ଚାଲି ଟାଟା, ଏବେ ଶୋଇପଡ଼, ଓକେ? କବାଟ ଦେଇ ଦେଉଛି। ଚାଲି ଏକା ସାଙ୍ଗମାନେ ଶୋଇପଡ଼ିବ ହେଲା। କନେକ୍ସନ କୁଆଡେ କଣ କରିଛି ଜାଣି ହବନି ନା। ଏପଟଟା ଫ୍ୟାନର, ଏଟା ଫ୍ୟାନର ଏ ବଲ୍ଟା ଲଗେଇଦେଲେ, ଏ ବଲ୍ଟା ଲାଗିଗଲେ ସବୁ ଯାକ ପୋତ ଯୋଉ ଉଡୁଛନ୍ତି ସବୁ ଏଇଠିକି ପଳେଇ ଆସିବେ। ଶୋ, ଆରାମରେ ଶୋ। ସିଂହ ମିଳିଆ ଦେଖ, ମୁଣ୍ଡରେ ଗୋଟେ ଟିକା ଲଗାଇ ଦେଇଛି ତାର। ନ ଚାଲି ଦେଇକି ସୋଲିଂ ତାର ଚଟାଚଟି କରିବ। ତା ମା ଛୁଆ ଉପରେ କହୁଣି ଦାବି ହେଇଗଲେ ବି ବହୁତ ଅସୁବିଧା। ଭଲରେ ଠାକୁର ଛୁଆର ବଡ ହେଇଯାଆନ୍ତୁ। ବହୁତ କଷ୍ଟ କରି ଜନ୍ମ କରେ ସିଏ। ଏଇଟା ଅନେଇଛି, ଘଣ୍ଟା ଟିକେ ଅଧଘଣ୍ଟା କଣ ଶୋଇଥିବି, ପୁଣି ଆସିବ ଆଲାରାମ। ଅଧଘଣ୍ଟା ଦେବି, ଅଧଘଣ୍ଟା ପୁଣି ଆସିବି, ଦେଖିବି ଛୁଆ କଣ କରୁଛନ୍ତି। ଶୋଇପାରୁନି, କାରଣ ଏବେ ବି ସାଙ୍ଗେ ସାଙ୍ଗେ ନିଦ ହବନି। ଏଇକା ପଡୁ 15-20 ମିନିଟ୍ ଲାଗିଯିବ। ତଥାପି ଯଦି ନିଦ ହେଇଗଲା ତ ଭଲ କଥା। ଅଧଘଣ୍ଟା ପୁରା ଆଲାରାମ ଲାଗିବ। ଦିନ ହେଇଗଲେ କିଛି ନାହିଁ, ଖାଇ ପିଇକି ତାର ମା ତାର ଶୋଇବ। ଥରେ ଟିକେ ଶୋଇ ପଇଲେ ମାନେ ସେ ତାର ଆରାମରେ ଶୋଇବ, କାରଣ ମା ହାଲିଆ ହେଇଗଲାଣି। ଆଉ ଏଇଟା ତ ହାଲିଆ ଡଗ ନୁହଁ, ସେ ତାର ଶୋଇଛି। ଅନେଇଛି ମତେ, ଆଖିରେ ବଡ ଆଖି କରି ମତେ ଅନେଇଛି। ମୁଁ କେମିତି ଯିବି, ସେଇଟା କେତେ କ୍ୟୁଟ୍ ହେଇଛି ତା ମୁହଁଟା ଦେଖିଲେ। ୱାଓ, ଥାନ୍ତା ଭଲ ଲାଗିବ। ଆକୁ ବେତାଳ ସବୁ ଫାଡ଼ି ଦେଇଛି ବା, ଏଗୁରା ସବୁ ବେତାଳ ଫାଡ଼ି ଦେଇଛି। ଯଦି ଭିଡ଼ିଓ ଭଲ ଲାଗିଥିଲା ଲାଇକ୍ ସେୟାର କମେଣ୍ଟ କରିବେ। ପୁଣି ଆଉ ଗୋଟେ ନେକ୍ସଟ ଭିଡ଼ିଓରେ ବହୁତ ସୁନ୍ଦର ଭିଡ଼ିଓଟା ଆଣିବି। ସବୁ ଜିନିଷର ଏଇଟା ଛୋଟିଆ ଟିପ୍ସ ଆପଣମାନଙ୍କୁ ଦେବି, ସେଇଟା ଆପଣମାନଙ୍କ ପାଇଁ ବହୁତ ଇମ୍ପୋର୍ଟାଣ୍ଟ। ଆପଣମାନେ ସେଇଟାକୁ ଫଲୋ କରିବେ। କୁକୁର ଛୁଆ ଆପଣମାନେ ଯେବେ ବି ଛୁଆ ଦବ, ଆପଣମାନେ କିଛି ଟେନସନ ନାହିଁ। କାରଣ ଏଇ ଭିଡ଼ିଓ ଥିଲେ ଆପଣମାନେ ସାହସ ହେଇଯିବ। ଧର ମୁଁ ଫୋନ ନ ଉଠେଇ ପାରିଲି, ସାହସ ଆପଣମାନଙ୍କର ହେଇଯିବ। ବହୁତ ଭାଇମାନଙ୍କର ଡେଲିଭରି ବେଳେ ମୁଁ ଫୋନ ଉଠେଇଛି, ବହୁତ କଥା କହିଛି। ସେ ଭାଇ ବି ଯଦି ଭିଡ଼ିଓ ଦେଖୁଥିବେ, ଯେମିତି ହେଲେ ମତେ କମେଣ୍ଟ ମାଧ୍ୟମରେ ଜଣେଇବେ। ଆଉ ମୁଁ ଯାଉଛି, ଗୁଡ୍ ନାଇଟ୍ ସାଙ୍ଗମାନେ। ଗୁଡ୍ ନାଇଟ୍ ନୁହଁ, ସରି, ଗୁଡ୍ ମର୍ଣ୍ଣିଂ ହେଇଗଲାଣି, 3ଟା ବାଜିଗଲାଣି ନା। ଜୟ ଜଗନ୍ନାଥ।